हरि हरि ओम हरि ब्रह्म शक्ति रूपी च ज्ञानदाता जगत गुरु निर्गुणाय महाशून्य सर्वशक्ति समन्वित अनंता अनंत व्यक्त च अरूप रूप प्रकाशित कली कलमुषणासार्थे गुप्त लीला प्रकाशयते। महापुरुष लिखिछन्ति जे माला भजुछुरे भजन रहिब नाही, माला भजुछुरे भजन रहिब नाही, लोक देखिबाकू भकतिया होई ठक ठक करू तुही, माला भजुछुरे भजन रहिब नाही, माला भजुछुरे भजन रहिब नाही। बाबुरे ये नाम पंचमुखरे पंचभूतरे पंचतंत्रे कर्मशील। चक्षुरे नाम काम करिव, कर्णरे नाम काम करिव, नासिकारे नाम काम करिव, मुखरे नाम काम करिव, चेतनाशील विचार शक्ति रे नाम काम करिव। होछि पंचकर्म पंचतंत्र पंचविधान पंचभूतर क्रियाकर्म। आज से सब आम छाड़ी बोले आम सर्वहरा। तेणु महापुरुष सब कहते ये ज्ञान हरा सर्वे हेबे अज्ञान मतरे कर्म करिवे रे, बेल हईनी मान सर्वे हेबे सजनी रे, मान सर्वे हेबे सजनी हीनस्ता भोग करिवे। पंचतंत्र रे कही नाहिबे, पंचतंत्र काहाकू कहा जाए वर्तमान तो हे महाभाग विचारवंत जने अंधविश्वास कुसंस्कार गुड़िए आज चली कहीं ना जो कथाकार माने आमे सेतके बुझेई पारुना हूँ बोली। आज जो कथाकार माने कथा कहउछंती आज कहले समस्ते कहला नाम जप नाम घोष नाम कर सार, नाम ब्रह्म नाम ब्रह्मे जीव हेब पार, नाम ब्रह्म नाम ब्रह्मे जीव हेब पार। बाबुरे सेतिकी समीक्षा आमको करने को पड़ो। नाम घोष नाम जप नाम कर सार। नाम कौन घोषिब नाम कौन जपिब। बाबुरे पदेटिए कथा भजनिताई गाओ राधे श्याम जप हरे कृष्ण हरे राम। भजनिता राधे श्याम जप हरे कृष्ण हरे राम। बाबुरे भजनिताई गौर राधे श्याम जप हरे कृष्ण हरे राम। भजटा कौन जपटा सेतिकी ए कथाकार माने आम मैंने किसी बुझे कही पारुनी बेले आज अपभंश कुसंस्कार अंधविश्वास माड़ी चली। जदि आम मानकर सेतिकी रहंता बाबुरे समस्ते सत्य को अनुभव कर, सत्यर चेतना रख, भज आउ जप कौन ताकू भाजन विचारण करिबा, कौन ताकू घोषिबा, कौन ताकू जपिबा, जगिबा आउ ता भितरे पशिबा जो आउ प भज भक्ति जाग्रत चेतना कौन आ भितरे कौन आमे को
ଚେତନାଟାକୁ ଆମେ ଭାବ ଭକ୍ତି ବିଚାର ସୂତ୍ରରେ ଭାବନା ରଖିବା, ଚେତନା ରଖିବା, ଭ ଆଉ ଜ ତାକୁ ଭକ୍ତି ଭାବରେ ଜଗିବା। ତାପରେ କ'ଣ ନା ଜପିବା, ଜାଗ୍ରତ ପ୍ରବେଶ କରେଇବା। କ'ଣ ଆମେ ଜାଗ୍ରତ କରି ତା ଭିତରକୁ ପ୍ରବେଶ କରେଇବା? ଜ ଆଉ ପ, ଜଗ ତା ଭିତରେ ପ, ଜ ଆଉ ପ, କିନ୍ତୁ ପାଟିରେ କହିଲେ କ'ଣ? ନ ହଲିବ ଜୁହାତଟି ରେ, ନ ହଲିବ ଜୁହାତଟି, ନ ହଲିବ ଘଟିକା, ନ ହଲିବ ଜୁହାତଟି ରେ, ନ ହଲିବ ଜୁହାତଟି, ନ ହଲିବ ଘଟିକା। ଏମନ୍ତ ଜପ ଦେଖିଣ, ଏମନ୍ତ ଜପ ଦେଖିଣ, ଜମ ହେବ ତାଟକା। କ୍ଷୀରତ ঐঠা নিরত ঐঠা আবর ঐঠা ভেদ। এ ক্ষীরত ঐঠা নিরত ঐঠা আবর ঐঠা ভেদ। ইয়ে হরি নাম জহি সবুঠু ঐঠা নি ঐঠা কেউ পদ। ମାଳିକା କଥା କ'ଣ ମାଳିକା କହୁଛି? ଏ ଜୀବ ଜଗତ କୋଉ କଥା ଚେତନା ପାଇବ, କ'ଣ କରିବ? ବିପତ୍ତି ମାଡ଼ି ଆସୁଛି। ଧର୍ମ ଛାଡ଼ି ସର୍ବେ ବେଧର୍ମୀ ହୋଇବେ, ଗତି ପଥ ହୁଡ଼ି ଯାଇ। ଧର୍ମ ଛାଡ଼ି ସର୍ବେ ବେଧର୍ମୀ ହୋଇବେ, ଗତି ପଥ ଭୁଲି ଯାଇ। ସତ୍ୟ ଶାନ୍ତି ଦୟା କ୍ଷମା ଯେ ନଥିବ, ଜୀବ ହିଂସ୍ର ପ୍ରାୟ ହୋଇ। ସତ୍ୟ ଶାନ୍ତି ଦୟା କ୍ଷମା ଯେ ନଥିବ, ଜୀବ ହିଂସ୍ର ପ୍ରାୟ ହୋଇ। ଭାବୁନି ସତ୍ୟ ଶାନ୍ତି ଦୟା କ୍ଷମା ଏ ବିଚାର କାହା ପାଖରେ ତ ସ୍ୱଧର୍ମ। ଧର୍ମ ଛଡ଼ା ସମସ୍ତେ ହେଇଯିବେ। ଧର୍ମ କାହାକୁ କୁହାଯାଏ? ଧର୍ମ ନୁହେଁ ଚିତା ଚୈତନ୍ୟ ହବା, ଧର୍ମ ନୁହେଁ ଆମ ଭଳିଆ ଗେରୁଆ ପିନ୍ଧିବା, ଧର୍ମ ନୁହେଁ ମାଳା ତିଳକ ଗଢ଼େଇବା। ବାବୁରେ ଧ୍ରୁ ଧାତୁ ଧର୍ମକୁ ଧାରଣା କରିବା, ଧର୍ମର ବିଚାର କରିବା। ସେ ଧର୍ମ ହେଉଛି କ'ଣ? ଧର୍ମର ଅନ୍ୟ ନାମ ହେଉଛି କର୍ତ୍ତବ୍ୟ, ସଂସ୍କୃତି ପାଳନ କରିବା, ଚିରାଚରିତ ବିଚାର, କ୍ରିୟାକର୍ମ ବା ପଞ୍ଚକର୍ମ ପାଳନ କରିବା। ସେ କଥା କାହାର ନଥିବ ଧର୍ମ। କହନ୍ତିନି ଜଣେ ବୁଢ଼ୀ ହଉ କି ଜଣେ ସନ୍ନ୍ୟାସୀ, ଜଣେ ବୈଷ୍ଣବ ହଉ, ଜଣେ ବ୍ରାହ୍ମଣ ହଉ, କହନ୍ତିନି ବାବୁରେ ମୋତେ ଶୋଷ ଲାଗିଲାଣି, ବଡ଼ ପିପାସା, ଟୋପା ପାଣି ଯେ ତୋର ଧର୍ମ ହବ। ଏଇଠି ଆପଣମାନେ ବୁଝିଲେ ହେ ବିଚାରବନ୍ତ ଜନେ, ବାବୁରେ ଏ କଥା ବୁଝିଲେ ଆର ଅର୍ଥଟା କ'ଣ? ଧର୍ମ ଏଠି ତାର କ'ଣ ହବ? ତାର କର୍ମ ପାଳନ ହବ, ତାର ମାନବ ଜନ୍ମର ସାର୍ଥକ ହବ। ଏ ହେଉଛି ଧର୍ମ, ଚେତନା କଥା। ଆତ୍ମା ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଇଏ କର୍ତ୍ତବ୍ୟ। ତେଣୁ ଭାଗବତ କହିଛନ୍ତି ଆତ୍ମାକୁ ଆତ୍ମା ଯେବେ ସ୍ମରେ, ଆତ୍ମାକୁ ଆତ୍ମା ଯେବେ ସ୍ମରେ, ଆତ୍ମାକୁ ଆତ୍ମା ଯେବେ ସ୍ମରେ, ଆତ୍ମାକୁ ଆତ୍ମା ଯେବେ ସ୍ମରେ, ପରମାନନ୍ଦରେ ବିହରେ, ପରମାନନ୍ଦରେ ବିହରେ। ବାବୁରେ କ'ଣ ପରମାନନ୍ଦରେ ବିହରଣ କରିବ? ଆମେ କ'ଣ ଯାଇ ଠାକୁରଙ୍କ ପାଖରେ ଖେଳିବା? ନା, ଠାକୁର ଏଇ ଚେତନା ପରମ ଆନନ୍ଦରେ ବିହରଣ କରିବା। ପରମାନନ୍ଦ, ପରମ ଆନନ୍ଦ, ଓହୋ ସୁଖ ପାଇବା, ଆମେ ଶାନ୍ତି ଲାଭ କରିବା। ଏଇସବୁ ବିଚାର ଆଜି ଅପଭ୍ରଂଶ ହୋଇଯାଇଛି। ଏମାନେ ପଶୁପକ୍ଷୀ ପ୍ରାୟ ଦଗଧ ହେବେ। କାହିଁକି? ଯୁଗକୁ ଯୁଗ ଏଇ ମତେ
পরমানন্দ এ জগতে, পরমানন্দ এ জগতে, যুগকু যুগ এই মতে পরমানন্দ এ জগতে। কোন যুগকু যুগ এই মতে পরমানন্দ এই জগতে? যুগকু যুগ এই মতে ইয়ে পরমর আনন্দ এ জগত। যুগ যুগকু এই ধরাধামରେ ସମସ୍ତେ ଆନନ୍ଦ ହେବା ପାଇଁ ବିଧି ରହିଛି। କୋଉ କଥା? ଯୁଗକୁ ଯୁଗ କୋଉ ମତ? ନା କେବଳ ଆନନ୍ଦ, ସୁଖୀ। ସେଥିପାଇଁ କୁହାଯାଇଛି ନ୍ୟାୟନ ମାର୍ଗେନ ମହି ମହିଷା ଗୋ ବ୍ରହ୍ମଣେ ଭିଓ ଶୁଭମସ୍ତୁତ୍ୟମ ଲୋକାଃ ସମସ୍ତାଃ ସୁଖୀନ ଭବନ୍ତୁ। এই ସୁଖୀ ହେବା, ଆନନ୍ଦ ହେବା ଯୁଗକୁ ଯୁଗ ବିଚାର। ଆଜି ମାନବ ତାହାର ଆନନ୍ଦ ସୁଖର ଉପଲବ୍ଧି କରିପାରୁନାହିଁ, ବିପଥଗାମୀ ହେଇ ଚାଲିଛି। ଆଜି ଭଲ ଦଶା ତାକୁ ପ୍ରାୟ ନାହିଁ। ବାବୁରେ ଯେତେ କହିଲେ କେହି ଆଉ ବୁଝିବାକୁ ନାହାନ୍ତି। ମାଳିକା କହୁଛି ସତର୍କ ହେବା ପାଇଁ, ଚେତନା ପାଇବା ପାଇଁ, ସତ୍ୟାନୁସରଣ ହେବା ପାଇଁ। ସତ୍ୟମ ଶରଣ ଗଛ, ସମସ୍ତେ ସତ୍ୟରେ ଶରଣ ପଶ, ନ୍ୟାୟରେ ଶରଣ ପଶ, ସଂଘରେ ଶରଣ ପଶ। ସତ୍ୟ ଧର୍ମ ନ୍ୟାୟ ସତସଙ୍ଗରେ ଶରଣ ପଶ। କେହି କେହି କହନ୍ତି ବାବୁରେ ଆମେ ସତସଙ୍ଗ କଲେ ଆମେ ସମସ୍ତେ ଉଦ୍ଧାର ହେଇଯିବା। ନା, ସତସଙ୍ଗ କଲେ କେହି ଉଦ୍ଧାର ହୁଏନି। ସତସଙ୍ଗ କଲେ ମାନବର ଚେତନାଶୀଳ, ଚେତନା ଜାଗ୍ରତ ହୁଏ, ଭଜ ହୁଏ, ଜପ ହୁଏ, ଭକ୍ତି ଆସେ, ଭକ୍ତି ତା ଭିତରେ ପ୍ରବେଶ ହୁଏ, ଜାଗ୍ରତ ହୁଏ। ଭଜ ଭକ୍ତିଟା ତା ଭିତରେ ଜଗି ରହେ, ଜାଗ୍ରତ ହୁଏ। ଜପଟା ଜାଗ୍ରତ ପ୍ରବେଶ, ଜ୍ୟୋତି ଜାଜୁଲ୍ୟ ଜ୍ୟୋତି ବିକଶିତ ହେବ। ତା ଭିତରେ ପଞ୍ଚକର୍ମ କରିବାକୁ ପଡ଼ିବ। କ'ଣ ସେ ପଞ୍ଚକର୍ମ? ଏ ପୃଥ୍ୱୀ ଆପ ବାୟୁ ଆକାଶର ପଞ୍ଚକର୍ମ। ଆକାର ଉକାର ଏକାର ଇକାର ଓଙ୍କାର। ଯୋଉ ପଞ୍ଚକାର ଅଛି, ପଞ୍ଚମକାର ବାବୁରେ ଏ ଅପଭଂଶ, ଅନ୍ଧବିଶ୍ୱାସ। କେହି କହନ୍ତି ପଞ୍ଚମକାର ପୂଜା। କ'ଣ? ନା ରକ୍ତ ମାଂସ ମଦ୍ୟ ଏଇସବୁ କରି ନିଆଁରେ ଜାଳିବା। କି ଫୁରୁକୁଟିଆ ଗନ୍ଧ ହେବ, ପରିବେଶ ଦୂଷିତ ହେବ। ପଞ୍ଚମକାରରେ ପ୍ରସ୍ଫୁଟିତ ସୁବାସିତ ଫୁଲ ପରି ସେ ବାସନା ହେବ, ଜିଜ୍ଞାସା ବଢ଼ିବ। ଯାଇ କୌଣସି ଗୁରୁଙ୍କ ପାଖରୁ, ଶିକ୍ଷାଦାତାଙ୍କ ପାଖରୁ ସେ ଶିକ୍ଷା ଗ୍ରହଣ କରିବାକୁ ପଡ଼ିବ। ଜିଜ୍ଞାସା ବଢ଼ିଯାଏ। ତେଣୁ ଆଜି ଆମେ ସମସ୍ତେ ସର୍ବହରା। କାହିଁକି ଆଜି ବିତ୍ପାତ ପଡ଼ିଛି? କହିଲା ଓଙ୍କାର ମଧ୍ୟରେ ତୁଣ୍ଡି ପଡ଼ିଥିବ, ପଶୁ ପ୍ରାୟ ସର୍ବେ ହୋଇ। ବାବୁରେ ଏ କଥା ଯଦି କୁହାଯିବ ତାର ପ୍ରଶ୍ନ ଉଠିବ କ'ଣ? ନା ଆଗରୁ ଏ ବାବା କୋଉଠି ଶୋଇଥିଲେ ବଇଥିଲେ? ବହୁତ ଥର କୁହାଯାଇଛି ଓଙ୍କାର ମଧ୍ୟରେ ତୁଣ୍ଡି ପଡ଼ିବ, ସମସ୍ତେ ଗୃହବନ୍ଦୀ ହେବେ। ଅନେକ ଥର କୁହାଯାଇଛି ଅଚିନା ବ୍ୟାଧି ଖେଳିବ। ଆଜି ଦେଖ ଅଚିନା ବ୍ୟାଧି, ଖାଲି ଏତିକି ଅଚିନା ବ୍ୟାଧି ଖେଳିବନି, ଆଗକୁ ଆମେ ବହୁତ କଥା। 7ଟି ଅଚିନା ବ୍ୟାଧି ମହିରେ ଘଟିବ। ପ୍ରତି 100 ବର୍ଷରେ ଥରେ ବିତ୍ପାତ ମାନ ଆସିବ। ତାକୁ ମହାପୁରୁଷ ମାନେ କହିଛନ୍ତି, ବିଜ୍ଞାନୀ ମାନେ ଅନୁଭବ କରିକିରି ଦିଗ୍ଦର୍ଶନ ଦେଲେଣି, ଚେତନା ଦେଲେଣି, ମାନବ ମଧ୍ୟ ବୁଝି ସାରିଲେଣି। ପ୍ରତି 100 ବର୍ଷରେ କ'ଣ ହବ? ଯେଉଁମାନେ କଥାକାରମାନେ କଥା କହୁଛନ୍ତି ଲକ୍ଷ୍ୟ ରଖିବା ଦରକାର। ଯେଉଁ ଅଙ୍କ ସାଲ ମସିଆ ଶକାବ୍ଦ ଏସବୁକୁ ସେ ଚିନ୍ତା କରିବା ଦରକାର। ମହାପୁରୁଷ କେଉଁ ସମୟରେ କେଉଁ କଥାକୁ କହିଛନ୍ତି। ତେଣୁ ସେ ସୂତ୍ରକୁ ସମୀକ୍ଷା କରି କହିବା ଦରକାର। ସମସ୍ତେ କହିଲେ 2012 ପ୍ରଳୟ ହେବ, କାହିଁ ହେଲା ନାହିଁ? କିନ୍ତୁ ମହାପୁରୁଷଙ୍କର ବାକ୍ୟ ଅଟଳ, କିନ୍ତୁ ଲେଖା ଅଛି 2012 ମହାପୁରୁଷ ଲେଖିଛନ୍ତି 2012 ପ୍ରଳୟ ହେବ। ସେ 2000 ଅର୍ଥ କ'ଣ? ପୂର୍ବ ଭାନୁ ଯେବେ ପଶ୍ଚିମେ ହେବ,
ଅଚ୍ୟୁତି ମାଳିକା ମିଥ୍ୟା ନୋହିବ। ଅଚ୍ୟୁତି ମାଳିକା ମିଥ୍ୟା ନୋହିବ। ବାବୁରେ କଥାକାର ମାନେ ଯୋଉ କହୁଛନ୍ତି ଏଭଳି ଅପଭଂଶ କରି ମିଥ୍ୟା ପ୍ରଚାର କରିଦେଉଛନ୍ତି, ସେଥିପାଇଁ ନାନାଦି ପ୍ରଶ୍ନ ଆସୁଛି। କାହିଁ ମହାପୁରୁଷ କହିଲେ କାହିଁ ହେଲା ନାହିଁ, କାହିଁ 2000 ତ କିଛି ହେଲା ନାହିଁ। ନା, ସେ 2000 କ'ଣ ସମୀକ୍ଷା ହବ, ତାର ଅର୍ଥ କ'ଣ? ସେ ନିଶ୍ଚିନ୍ତ ହଉଛି ହବ ସତ୍ୟ। ତେଣୁ କୁହାଯାଇଛି ମାଳିକାକୁ 4 ଭାଗରେ ବିଭକ୍ତ କରାଯାଇଛି। ସେ ମାଳିକା ବାବୁରେ ସେ ଯୋଉ ଠାରଗାର ସମୟ ତ ଉଠିଗଲାଣି, କାଣ ପହଣ ଯୋଡ଼ା ପଦିକା ଗଣ୍ଡା ରେତା ଏସବୁ ଉଠିଗଲାଣି। ତାକୁ ଭାଗ ମାପ କରି ଆମର କେତୋଟି ଗଣନା ବର୍ତ୍ତମାନ ଚାଲିଛି। ଶକାବ୍ଦ ଚାଲିଛି, ଅଙ୍କ ଚାଲିଛି, ରାଜା ଅଙ୍କ ଚାଲିଛି, ଦେବ ଅଙ୍କ ଚାଲିଛି, ଶକାବ୍ଦ ଚାଲିଛି, ସ୍ୱାଧୀନତା ବୁଦ୍ଧ ଚାଲିଛି, ଶୂନ୍ୟା ଅଙ୍କ ଚାଲିଛି, ଇଂରେଜୀ ଭାଷାରେ ମସିହା ଚାଲିଛି। ବାବୁରେ ସୌର ଜଗତ ଗଣନାରେ ସଂକ୍ରାନ୍ତି ଗଣନା ସିଏ ଚାଲିଛି। କୋଉ ଅଙ୍କ କେତେବେଳେ କାହାକୁ କୁହାଯାଇଛି? ସଦଗୁରୁ ସେବା କରି ସତ ବିଚାର ଚିନ୍ତା କରି ସମୀକ୍ଷା କଲେ ଦିନ ଧାର୍ଯ୍ୟ କରିପାରିବେ। ସେମିତି କହିଲେ ହବ ନାହିଁ। ବାବୁରେ ମହାପୁରୁଷ ମାନଙ୍କର କଥା ଯାହା ବିଶ୍ୱ ଜଗତକୁ ଦିଗଦର୍ଶନ, ସତ୍ୟ ଆଉ ନ୍ୟାୟ କଲା। ଅଚ୍ୟୁତ ବଚନ ପଥର ଗାର, ଅଚ୍ୟୁତ ବଚନ ପଥର ଗାର। ତୋତେ କହିଲି ରେ ବ୍ରଜ କୁମର, ତୋତେ କହିଲି ରେ ବ୍ରଜ କୁମାର। ବାବୁରେ ଏ ସବୁ କଥା ମହାପୁରୁଷ ଯାହାକୁ ଥରେ ଲେଖିଦେଇଛନ୍ତି, କହନ୍ତିନି ପାଣି ଗାର କଥା ନୁହେଁ, ପଥରର ଗାର କଥା। ତାହେଲେ ସତ୍ୟ କୋଉଠି ରହିଛି ତାକୁ ବିଚାର କରି ସମୀକ୍ଷା କରିବା ଦରକାର। ସତ୍ୟ ଚେତନା ନ୍ୟାୟ ପରମ୍ପରାକୁ ଧାର୍ଯ୍ୟ କରିବା ଦରକାର। ଯେଉଁମାନେ କଥାକାର କହୁଛନ୍ତି, ଯେତେବେଳେ ନ ହେଉଛି କହୁଛନ୍ତି ମହାପୁରୁଷ ଯାହା କହିଛନ୍ତି ମିଥ୍ୟା କାହିଁ ହେଲା ନାହିଁ। ତେଣୁ ନାନାଦି ଗୋଳ ଉଠୁଛି। ଆମର ମହାପୁରୁଷ ପାଖରୁ କହିଲେ ହେଇ ସେ ମହାପୁରୁଷ, କେତେ ଲୋକ କହିଲେ ନାହିଁ ମିଛୁଆ, କେତେ ଲୋକ କହିଲେ ସତ ଯାହା ହବ। ତାହେଲେ ଏ ଦ୍ୱନ୍ଦ୍ୱ କାହିଁ ଉଠୁଛି? ମହାପୁରୁଷଙ୍କ କଥାରେ କୌଣସି ମିଥ୍ୟା ନାହିଁ। ଯାହା ହିଁ ସତ୍ୟ, ସେ ଯାହା କହିଛନ୍ତି ସତ୍ୟ, ତାକୁ ସତ୍ୟତା ଅନୁସରଣ କରି ତାର ବିଚାର କରି ସମୀକ୍ଷା ଦେବାକୁ ପଡ଼ିବ। ବାବୁରେ ଆମେ ଯେ ଖାଲି ହଠଚମକ କଥା କିଛି କହିଯିବା, ମହାପୁରୁଷ ସେ କଥା କିଛି କହିନାହାନ୍ତି। ମହାପୁରୁଷଙ୍କ ସାହିତ୍ୟ ସମୀକ୍ଷା କରିବାକୁ ଗଲେ ଗୋଟିଏ କଥା ଦେଖନ୍ତୁ, ମହାପୁରୁଷ କେତେବେଳେ ଲେଖିଥିଲେ, ତା ଦେହରେ ଇଂରେଜୀ ଶବ୍ଦ ଗୁଡ଼ାକ କେମିତି ଭର୍ତ୍ତି ହେଇଯାଇଛି, ଏ କଥା କେତେ ଦୂର ସତ୍ୟ କେତେ ଦୂର ମିଥ୍ୟା, ହେ ବିଚାରବନ୍ତ ଜନେ ଆପଣମାନେ ବିଚାର କରିବେ। କଥାଟି ହେଇଛି କ'ଣ ଦେଖନ୍ତୁ, କହିଲା ତ୍ରିଜଟାର ବଂଶ ମିଳି ଦାରୁଙ୍କୁ ନେବେଟି ରେଳରେ ଭଇରେ, ସବୁ ବୁଦ୍ଧି ଜୀବଟି ପାଶୋରି ଯାଇ ଫୁଲରେ। ସବୁ ବୁଦ୍ଧି ଜୀବଟି ପାଶୋରି ଯାଇ ଫୁଲରେ, ସବୁ ଜୀବଟି ପାଶୋରି ଯାଇ ଫୁଲରେ। ବାବୁରେ ତ୍ରିଜଟାର ବଂଶ ମିଳି ଦାରୁଙ୍କୁ ନେବେ ଯେ ରେଳରେ ଭରି, ଏ କଥା ସତ୍ୟ। ବାବୁରେ ଆଉ ଗୋଟେ କଥା ଦେଖନ୍ତୁ, କହିଲା ବୈରୀ ଷ୍ଟେସନେ ଜାଣ ସେଠାରେ ଇଞ୍ଜିନ ହୋଇବ ଚୂନ ଯାଇ ଫୁଲ, ଆଲୋ ଯାଇ ଫୁଲ, ପ୍ରଭୁ ହେବେ ଅନ୍ତର୍ଧ୍ୟାନ ଯାଇ ଫୁଲ, ପ୍ରଭୁ ହେବେ ଅନ୍ତର୍ଧ୍ୟାନ ଯାଇ ଫୁଲ, ଆଲୋ ଯାଇ ଫୁଲ, ପ୍ରଭୁ ହେବେ ଅନ୍ତର୍ଧ୍ୟାନ ଯାଇ ଫୁଲ। ବାବୁ ଧନରେ ଏ ବିଚାରବନ୍ତ ଜନେ, ଏ ସମୀକ୍ଷକ, ସମସ୍ତ ଅଗଣିତ ଶ୍ରୋତା ମଣ୍ଡଳୀ, କଥା କେତେ ଦୂର ସତ୍ୟତା କି ମିଥ୍ୟା ମୁଁ କହିବିନି। ଅନେକ ପ୍ରଶ୍ନ ଯେ କେତୋଟି ଶବ୍ଦ ଆଧରେ ରହିଯାଇଛି, ସେ କଥା କ'ଣ ନା ବୈରୀ ଷ୍ଟେସନେ ଜାଣ ସେଠାରେ ଇଞ୍ଜିନ ହୋଇବ ଚୂନ ଯାଇ ଫୁଲ, ଆଲୋ ଯାଇ ଫୁଲ, ପ୍ରଭୁ ହେବେ ଅନ୍ତର୍ଧ୍ୟାନ
ଯାଇ ଫୁଲ ବୈରୀ ଷ୍ଟେସନ ଷ୍ଟେସନ ଶବ୍ଦଟା ଆପଣମାନେ ଚିନ୍ତା କରନ୍ତୁ କୋଉ ଶବ୍ଦ କିନ୍ତୁ ମହାପୁରୁଷ ଲେଖିଛନ୍ତି ତା ସତ୍ୟ କିନ୍ତୁ ଶବ୍ଦ କେମିତି ଏକର ସେକର ହେଇଯାଇଛି ଗୋଟେ ଇଂଲିଶ ଶବ୍ଦ ସେଠି ପଶିଯାଇଛି ଷ୍ଟେସନ ଷ୍ଟେସନ ସେତେବେଳେ ନଥିଲା କେମିତି କିଏ ପୁରେଇଲେ ଆକୁ ଷ୍ଟେସନ ଶବ୍ଦଟା ଷ୍ଟେସନ ସେତେବେଳେ ଥିଲା ଷ୍ଟେସନ କହିଥିଲେ ମୂଷାପେଡ଼ି ଘର ମୂଷାପେଡ଼ି ଘର ଇଞ୍ଜିନ ହେଉଛି ଗୋଟିଏ ଇଂଲିଶର ଶବ୍ଦ ସେଠି ଥିଲା ଆଗେ କହୁଥିଲେ ଇଞ୍ଜିନ କି କଳ କଳ ବୋଲି କହୁଥିଲେ ଏଠି କୁହାଯାଇଛି ମହାପୁରୁଷ କୌଣସି ଜାଗାରେ ଇଂଲିଶର ଶବ୍ଦ କହିନା ମହାପୁରୁଷ ସୁନ୍ଦର ଭାଷା ସୁନ୍ଦର ସରଳତା ସୁନ୍ଦର ସାହିତ୍ୟ ତାଙ୍କ ଭାଷା ବିଚାର ଜାଜୁଲ୍ୟ ଜ୍ୟୋତି ବିଚାର ବିଲାତି ଦେଶ ବୋଲି କହନ୍ତି ବିଲାତି ଦେଶ ବୋଲି କହନ୍ତି ବିଦେଶୀ ବୋଲି କହନ୍ତି ତୁରୁକି ବୋଲି କହନ୍ତି ତେଣୁ ସେତେବେଳେ କୌଣସି ଜାଗାରେ ମହାପୁରୁଷଙ୍କର କୌଣସି ଗୋଟେ ଇଂଲିଶ ଶବ୍ଦ ନାହିଁ ଗୋଟେ କଥା ଲେଖା ଅଛି ଯେ ବିଲାତି ଶବ୍ଦ ଯହିଁ ସପ୍ତାକ୍ଷରେ ଶବ୍ଦେ ବାରିବୁ ଯହିଁ ବିଲାତି ଶବ୍ଦ ହଉଛି କ'ଣ ନା ଇଂଲିଶ ସପ୍ତାକ୍ଷରେ ବାରିବୁ ENGLISH ଆମେ ଯଦି ସେଠି ପ୍ରଶ୍ନ କରିବା ତାହେଲେ ମହାପୁରୁଷ କ'ଣ ନା ଅକ୍ଷର ବିଚାର ଥିଲା ମହାପୁରୁଷ ଦୂରଦ୍ରଷ୍ଟା ସେତେବେଳେ କହିଥିଲେ ଗୋଟେ ଶବ୍ଦ ଏଇଭଳିଆ ହବ ସେଇ ଅକ୍ଷର ଅକ୍ଷରରେ କ'ଣ କ'ଣ ହବ ଏମିତି ହୁଏତ ସମୀକ୍ଷା କଥା କେତେ ଦୂର ସତ୍ୟ କେତେ ଦୂର ମିଥ୍ୟା ସମୀକ୍ଷକ ଆପଣମାନେ ବିଚାର କରିବେ କିନ୍ତୁ ଏଠି ଯାହା ଅଛି କେତେ ଦୂର ଗ୍ରହଣୀୟ କେତେ ଦୂର ଗ୍ରହଣୀୟ ନୁହେଁ ଆପଣମାନେ ବିଚାର କରିବେ କିନ୍ତୁ କଥାକାରମାନେ ସଚେତନତା ସହ ସତ୍ୟାନୁସତ୍ୟ ସମୀକ୍ଷା କରିବା ଦରକାର ଅଜଣାଶୁଣାରେ ଯେ ଏ ବିଶ୍ୱ ଜଗତକୁ ଭୟଭୀତ କରେଇବା ହବ ନିଶ୍ଚିନ୍ତ କିନ୍ତୁ କୋଉଭଳି ଭାବରେ ମହାପୁରୁଷ କହିଛନ୍ତି ଦିଗଦର୍ଶନ ଦେଇଛନ୍ତି ଏଇଭଳି ବିତ୍ପାତ ଆସୁଛି କ'ଣ କଲେ ତାର ସମୀକ୍ଷା ଘଟିବ ତାର ଅନ୍ତ ଘଟିବ ଆମେ ତା ଦେହରୁ ତ୍ରାହି ପାଇବା ତାକୁ ମଧ୍ୟ କହିଛନ୍ତି ଏଇ ଯେଉଁ ମହାମାରୀ ଘଟିଲା ଲେଖିଥିଲେ ମହାପୁରୁଷ ମାନେ ଅଚିହ୍ନା ବ୍ୟାଧି ଘଟିବ ଚିହ୍ନିବାକୁ ଯେ ବୈଦ ନଥିବ ବଉଳଲୋ ଆଲୋ ବଉଳଲୋ ବୁଦ୍ଧିମାନ ହଜିଯିବ ବଉଳଲୋ ବୁଦ୍ଧିମାନ ହଜିଯିବ ବଉଳଲୋ ଆଲୋ ବଉଳଲୋ ବୁଦ୍ଧିମାନ ହଜିଯିବ ବଉଳଲୋ ଖାଲି ସେତିକି ଲେଖିନାହାନ୍ତି ବାବୁରେ ସପ୍ତ ଅଚିହ୍ନାର ରୋଗ ବିଶ୍ୱ ସାରା ଯହିଁ ହୋଇବ ଯୋଗ ବଉଳଲୋ ଆଲୋ ବଉଳଲୋ ଜୀବ ପରା ହେବେ ଭୋଗ ବଉଳଲୋ ଏଇଭଳିଆ ବିପଦ ଆସୁଛି ତୁ ଯଦି ଏଇ କର୍ମ କରୁଥିବୁ ତତେ ବିପଦ ଗ୍ରାସ କରିବ ବେତୁନି ଭୋଗ କରିବୁ ବେତୁନି ଭୋଗ କ'ଣ ହବ ବେତୁନି ଯଦି ଭୋଗୁଥିବ କୌଣସି ବ୍ୟାଧି ନ ଘଟିବ ବେତୁନି କାହାକୁ କୁହାଯାଏ ପଞ୍ଚକର୍ମରେ ଥିବ କାଳ ବ୍ୟାଧି ଯେ ନ ଘଟିବ ତାକୁ ମହାପୁରୁଷ ବାରମ୍ବାର କହିଛନ୍ତି କାଳ ହଉଡ଼ି ନ ଯିବ ଇଏ କହିଲେ ହବନି ତାକୁ ବୁଝେଇ ପାରିଲେନି କେହି ସମୀକ୍ଷା କଲେନି କେହି ତେଣୁ ସତ୍ୟାନୁସରଣ ବିଚାର କରିବା ଦରକାର ତେଣୁ ଏ ମନ ହାତୀ ଆଜି ବୁଝୁନାହିଁ ଝସେଇ ପଶି ଚାଲିଛି ତେଣୁ କୁହାଯାଇଛି କେଣିକି ଯାଉଛୁ ମୋ ମନୁଆ ହାତୀ କେଣିକି ଯାଉଛୁ ମୋ ମନୁଆ ହାତୀ ତୁ କେଣିକି ଯାଉଛୁ ମୋ ମନୁଆ ହାତୀ ମନୁଆ ହାତୀରେ କୁଆଡ଼େ ଯାଉଛୁ
ଖସି ପଡ଼ିବୁ ରେ ମନୁଆତି ଖସି ପଡ଼ିବୁ ପଥ ଖସଡ଼ା ଅତି ଗଲେ ବିପତ୍ତି ଘର ଛାଡ଼ିଲେ ତୋତେ ହେବ ଦୁର୍ଗତି ଗଲେ ବିପତ୍ତି ବାବୁରେ ଏ ମନ ତୁ ନିଜକୁ ମତଗର୍ବ କରି ଚିନ୍ତାରେ ଅଚିନ୍ତା ହେଇ ତୁ ଜାହାନରେ ଟିକେ ଚିନ୍ତା କର ବିଚାର ଶକ୍ତି କର ଏଇ ଯେଉଁ ବିଚାର ଗୁଡ଼ିକ ସମୀକ୍ଷା କରିବା ସମୟ ଆସିଛି ସମସ୍ତେ ଚେତନା ପାଇବା ଦରକାର ସତ୍ୟାନୁସରଣ ହେବା ଦରକାର ଏ ସତ୍ୟାନୁସତ୍ୟ ସମୀକ୍ଷା କରିବା ଦରକାର ବାବୁରେ ଆଜି ସମୟ ହେଇଛି ପୁଣି ଆଗାମୀ ଅଧ୍ୟାୟରେ ଏଇ ମାଳିକା କଣ କହୁଛି ତାର ବିଚାର ଆପଣମାନେ ପୁଣି ସମୀକ୍ଷକମାନେ ସମୀକ୍ଷା କରିବେ এই যে পরিবেশন হচ্ছে তার সমীক্ষা করিবে ন্যায় ন মার্গে ন মহিমৈষা গো ব্রহ্মণেভ্য শুভমস্তু নিত্যম লোকাঃ সমস্তাঃ সুখী ন ভবন্তু ওম শান্তি শান্তি শান্তি।